ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମଳ ଗ୍ରାମର ଭାଲିଆତୋଇଳା ସାହିରେ ମଙ୍ଗଳବାର ପୂର୍ବାହ୍ନ 11ଟା ବେଳକୁ ଘର ପୋଡ଼ି ଦୃଶ୍ୟ ଦେଖିବାକୁ ମିଳିଥିଲା। ସାହିର ଦୟାନିଧି ବେହେରାଙ୍କର 2 ବଖରା ଓ ତାଙ୍କ ପୁଅ ଗିରିଶ ବେହେରାଙ୍କର 2 ବଖରା ଚାଳ ଛପର ଘରେ ନିଆଁ ଲାଗି ନିମିଷକ ମଧ୍ୟରେ ପୋଡ଼ି ପାଉଁଶରେ ପରିଣତ ହୋଇଯାଇଛି। ଘର ସାମ୍ନାରେ ପରିବାର ଲୋକ ରହିଥିବା ବେଳେ ଘରର ପଛ ପଟରୁ ହଠାତ୍ ନିଆଁ ଲାଗିଥିଲା। ନିଆଁ ପ୍ରଖର ଥିବାରୁ ଆୟତ୍ତ କରିନପାରି ପରଜଙ୍ଗ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହଠାତ୍ ଘରେ ନିଆଁ ଲାଗିଯିବାରୁ ଘର ଭିତରୁ ଆସବାସ ପତ୍ର ବାହାର କରିବା ସମ୍ଭବ ହୋଇନଥିଲା, ଯାହାଫଳରେ ଘରର ସମସ୍ତ ଆସବାବ ପତ୍ର ଗୁଡ଼ିକ ପୋଡ଼ିଯିବା ସହ ଦରକାରୀ କାଗଜପତ୍ର ଓ ଧାନ ଚାଉଳ ସବୁ ପୋଡ଼ିଯାଇଥିବା ଜଣାପଡ଼ିଛି। ଏହା ସମେତ ଘର ଭିତରେ ରହିଥିବା 5ଟି ଛୋଟିଆ କଅଁଳା ଛେଳି ଛୁଆ ନିଆଁରେ ପୋଡ଼ିଯାଇଥିବା ପରିବାର ପ୍ରକାଶ କରିଛନ୍ତି। କେଉଁ କାରଣ ନେଇ ନିଆଁ ଲାଗିଲା ତାହା ଅସ୍ପଷ୍ଟ। ଯେପରି କଥାରେ ରହିଛି, ଘୋଡ଼ା ଚଢ଼ାଠାରୁ ସମ୍ପତ୍ତି ନାହିଁ, ଘର ପୋଡ଼ିଠାରୁ ବିପତ୍ତି ନାହିଁ। ବର୍ତ୍ତମାନ ବର୍ଷା ଦିନ, ଏପରି ଅସମୟରେ ଘର ପୋଡ଼ି ଯାଇଥିବାରୁ 2ଟି ପରିବାର ମୁଣ୍ଡ ଗୁଞ୍ଜିବାକୁ ସାହାରା ଖୋଜୁଛନ୍ତି। ଝାଟିମାଟି ଚାଳ ଛପର ଘରେ ଜୀବନ ବିତାଉଥିବା ଅସହାୟ ପରିବାରକୁ ଆବାସ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ୍ଡାଙ୍କ ରିପୋର୍ଟ, ନାଓ ଓଡ଼ିଶା ନ୍ୟୁଜ। लेटेस्ट न्यूज अपडेट ପାଇଁ www.naodisha.com को लॉगिन करंतु।